ଚାଷ କାମ ଯାହାର କେଡ଼େ ସୁଖ ତାହାର। କାହିଁକି ଏ କଥା କହିଲି ନା ବର୍ତ୍ତମାନ ଚାଷୀମାନଙ୍କର ଖୁସି ସମୟ, କାରଣ ଚାଷ ଆରମ୍ଭ ହୋଇଛି। ସମସ୍ତେ ତଳି ପକାଇବାରେ ବ୍ୟସ୍ତ ଅଛନ୍ତି। ତ କିଏ ବେଉଷଣ କରୁଛି, କିଏ ହଳ କରୁଛନ୍ତି। ତ ସେଥିପାଇଁ ମୁଁ କହି ରଖୁଛି, ଏଇ ଯେଉଁ ଚାଷ କରୁଛନ୍ତି, ସେ ଚାଷର ଧାନ ଗୁଡ଼ିକ ମଣ୍ଡିରେ ବିକ୍ରି କରିବା ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ ହେବାକୁ ଯାଉଛି। ଖୁବ୍ ଶୀଘ୍ର ପଞ୍ଜୀକରଣ ହେବାକୁ ଯାଉଛି। ସରକାର ଡେଟ୍ ଡିକ୍ଲେୟାର କରିବେ ଏବଂ ତା ପୂର୍ବରୁ ଆପଣମାନଙ୍କୁ କିଛି ତଥ୍ୟ ମୁଁ ଦେବାକୁ ଚାହୁଁଛି, ଯେଉଁଟାକି କାହିଁକି ଏ ବର୍ଷ ଏତେ ଲେଟ୍ ହେଲାଣି। 15 ତାରିଖରୁ ହେବା କଥା, ଗତ ବର୍ଷ 19 ତାରିଖରୁ ହେଇଥିଲା। ଆଜି ହେଉଛି 18 ତାରିଖ, କାଲି 19 ତାରିଖ ଏବଂ କାଲିଠାରୁ ଆରମ୍ଭ ହେବା କଥା, କିନ୍ତୁ କାହିଁକି ଲେଟ୍ ହେଉଛି ତା'ର ଦୁଇଟି କାରଣ ମୁଁ ଆପଣମାନଙ୍କୁ କହୁଛି, ବା ଏଇଟା ସତ ହୋଇପାରେ। ସେଥିପାଇଁ ଆପଣମାନଙ୍କୁ ମୁଁ କହି ରଖୁଛି ଯେ ଯଦି ସେଇ ଦୁଇଟି ଯାକ କାର୍ଯ୍ୟ ଆପଣମାନେ କରିନାହାନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କେଉଁ ଦୁଇଟି କାର୍ଯ୍ୟ, ସେ ଦୁଇଟି ଯାକ କାର୍ଯ୍ୟ ଯଦି ଆପଣମାନେ କରିନାହାନ୍ତି ତ ଶୀଘ୍ର କରନ୍ତୁ, ନଚେତ୍ ପରବର୍ତ୍ତୀ ସମୟରେ ଆପଣମାନେ ହଇରାଣ ହେବେ। ତ ଚାଲନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେ ଦୁଇଟି କାର୍ଯ୍ୟ କ'ଣ, କାହିଁକି ଏ ବର୍ଷ ଏତେ ଲେଟ୍ ହେଉଛି, ଆପଣମାନଙ୍କୁ ତା ବିଷୟରେ ସବିଶେଷ ତଥ୍ୟ ଦେଉଛି। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅନ୍ କରିଦିଅନ୍ତୁ। ତ ଚାଲନ୍ତୁ କହି ରଖୁଛି ଆପଣମାନଙ୍କୁ। ତ ଦେଖନ୍ତୁ, ଏ ବର୍ଷ ଏମିତି କିଛି ଅସୁବିଧା ହୋଇଛି ଯେଉଁଟାକି ଆପଣମାନେ ଜାଣିଛନ୍ତି। ବ୍ଲକରୁ ବହୁତ ଲୋକ, ସୋସାଇଟିରୁ ହେଉ ବା ଆପଣମାନଙ୍କର ପଞ୍ଚାୟତରୁ ହେଉ, ବହୁତ ଲୋକ ଏ ବର୍ଷ ଯେଉଁ ଫାର୍ମର ରେଜିଷ୍ଟ୍ରି କରିଛନ୍ତି ବା ଏଗ୍ରିଷ୍ଟାକରେ କରିଛନ୍ତି ପଞ୍ଜୀକରଣ। ଆଉ ଗୋଟେ ହେଉଛି କୃଷକ ଓଡ଼ିଶା ପୋର୍ଟାଲ। ଦୁଇଟି ଯାକ ଏ ବର୍ଷ କରାଯାଇଛି। ଗୋଟା ହେଉଛି ଫାର୍ମର ରେଜିଷ୍ଟ୍ରି ବା ଏଗ୍ରିଷ୍ଟାକରେ ଆପଣମାନେ ରେଜିଷ୍ଟ୍ରେସନ୍ କରିଛନ୍ତି, ଆଉ ଗୋଟେ ହେଉଛି କୃଷକ ଓଡ଼ିଶାରେ। এই ଦୁଇଟି ଯାକ ମୁଁ କହି ରଖୁଛି, କୃଷକ ଓଡ଼ିଶା କ'ଣ ଆଉ ଫାର୍ମର ରେଜିଷ୍ଟ୍ରି ବା ଏଗ୍ରିଷ୍ଟାକରେ କ'ଣ ମୁଁ କହି ରଖୁଛି। ଯେତେବେଳେ ଆପଣମାନେ କୃଷକ ଆଇଡ଼ି କରୁଛନ୍ତି, କୃଷକ ଆଇଡ଼ି ଦୁଇ ପ୍ରକାର ହେଇଛି, ଯେଉଁଟାକି ହେଉଛି ଗୋଟା ଏଗ୍ରିଷ୍ଟାକରେ କରୁଛନ୍ତି, ଆଉ ଗୋଟା ହେଉଛି କୃଷକ ଆଇଡ଼ି ଯେଉଁଟା କହୁଛନ୍ତି। ଏଗ୍ରିଷ୍ଟାକରେ ଆପଣମାନେ ଯେଉଁଗୁଡ଼ା କରୁଛନ୍ତି, ସେ ଆଇଡ଼ିଟି ଯେତେବେଳେ ଆପଣମାନେ ବିହନ ଫିହନ ଆଣୁଛନ୍ତି ବା ସବସିଡାରୀ ଜିନିଷ ଆଣୁଛନ୍ତି, ସେଇଥିରେ ଆପଣମାନଙ୍କର ୟୁଜ୍ ହେଉଛି। ଏଇ ଏଗ୍ରିଷ୍ଟାକଟା କେବଳ ନିଜ ନାଁରେ ଜମି ଥିଲେ ହିଁ ହେବ। ମୁଁ କହି ରଖୁଛି, ଏଗ୍ରିଷ୍ଟାକଟା କେବଳ ଆପଣମାନଙ୍କର ନିଜ ନାଁରେ ଜମି ଥିଲେ ହିଁ ଏଗ୍ରିଷ୍ଟାକରେ ରେଜିଷ୍ଟ୍ରେସନ୍ ହୋଇପାରିବ। ତେଣୁ ଯେଉଁମାନେ ଏଇ ଏଗ୍ରିଷ୍ଟାକରେ ପଞ୍ଜୀକରଣ କରିଛନ୍ତି, ସେମାନେ ଆଗକୁ ବହୁତ ସୁବିଧା ପାଇପାରିବେ, କାରଣ ସେମାନଙ୍କର ଡାଟାବେସ୍ ତିଆରି ହୋଇଛି। ସେ ଡାଟାବେସ୍ ଗୁଡ଼ିକ ସରକାରଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ସେମାନେ ଅନଲାଇନ୍ କରିବାରେ ସୁବିଧା ପାଇବେ। ଇଏ ହେଲା ଯେଉଁମାନେ ନିଜ ନାଁରେ ଅଛି ସେମାନେ କରିଛନ୍ତି। ଯେଉଁମାନଙ୍କର ନିଜ ନାଁରେ ଜମି ନାହିଁ ସେମାନେ କରିପାରିନାହାନ୍ତି। ଯେଉଁମାନଙ୍କର ମୃତ ବ୍ୟକ୍ତିଙ୍କ ନାଁରେ ଜମି ଅଛି, ସେମାନେ ଖୁବ୍ ଶୀଘ୍ର ଯାଇକି ଆର୍ଆଇ ଅଫିସରେ ମାଗଣାରେ ORS ଚେଞ୍ଜ କରନ୍ତୁ, ଅର୍ଥାତ୍ ଆପଣଙ୍କର ସତ୍ତ୍ୱ ଚେଞ୍ଜ କରନ୍ତୁ। ଯେଉଁମାନଙ୍କର ପୂର୍ବପୁରୁଷଙ୍କ ନାଁରେ ଅଛି, ସେମାନେ ବର୍ତ୍ତମାନ ନାହାନ୍ତି, ତ ଆପଣଙ୍କ ନାଁରେ ସହଜରେ କରିନିଅନ୍ତୁ। ଇଏ ହେଲା ପ୍ରଥମ ପଏଣ୍ଟ, ଯେଉଁଟାକି ଆପଣମାନଙ୍କର ନିଜ ନାଁରେ ଯଦି ଅଛି କରୁଛନ୍ତି। ଦେଖନ୍ତୁ, ଯେତିକି ଜମି ଅଛି ଯଦି ସେତିକି କରୁଛନ୍ତି, ତାରି ଉପରେ ଆପଣମାନେ ଏ ବର୍ଷ ଧାନ ଦେବେ। ତ ଆପଣ ଯଦି 1 ଏକର ଅଛି, ଆପଣ 15 ଡିସମିଲ୍ ଦେଇକି କରିଦେଇଛନ୍ତି, କ'ଣ 15 ଡିସମିଲ୍ ଦେଇକି କରିଦେଇଛନ୍ତି ଫାର୍ମର ରେଜିଷ୍ଟ୍ରି, ଆପଣ ହୁଏତ ସେଇ 15 ଡିସମିଲ୍ ଉପରେ ଏ ବର୍ଷ ଧାନ ଦେବେ, କାରଣ ଏ ସରକାର ଏଭଳି ପଲିସି ଆଣିବାକୁ ଯାଉଛନ୍ତି। ତ ନିହାତି ଭାବେ ଧ୍ୟାନ ଦିଅନ୍ତୁ। ଯଦି ଭୁଲଭାଲ କରିଛନ୍ତି ତ ଏବେ ବି ସମୟ ଅଛି, ଆଉଥରେ ଏଡ଼ିଟ୍ କରନ୍ତୁ, ଆଉଥରେ ଜମିର ତଥ୍ୟ ଠିକ୍ ଭାବରେ ଦିଅନ୍ତୁ। ଯଦି ନ ଦେଉଛନ୍ତି, ପରବର୍ତ୍ତୀ ସମୟରେ ହୁଏତ ଆପଣମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଇଏ ହେଲା ଏଗ୍ରିଷ୍ଟାକ। ତାପରେ ମୁଁ ଆପଣମାନଙ୍କୁ କହି ରଖୁଛି, ଯେଉଁଟାକି ରହିଛି ଫାର୍ମର ଆଇଡ଼ି। କୃଷକ ଓଡ଼ିଶା ପୋର୍ଟାଲରେ କୃଷକ ଓଡ଼ିଶା ଦେଖନ୍ତୁ, ଇଏ ହେଉଛି ଅନ୍ୟ ଏକ ପୋର୍ଟାଲ, ଯେଉଁଟାକି ଆଦେହରେ ମଧ୍ୟ ଆପଣମାନଙ୍କ ତଥ୍ୟ ରହୁଛି। ଆପଣମାନେ କୃଷକ ଓଡ଼ିଶା ପୋର୍ଟାଲ ଯେତେବେଳେ କରୁଛନ୍ତି, କୃଷକ ଓଡ଼ିଶା ପୋର୍ଟାଲ ଆପଣମାନେ ଏଇଠି କରିପାରିବେ। ତ ଏଇଆକୁ କଲେ କ'ଣ ହେବ ନା, ଆଦେହରେ ଆପଣମାନଙ୍କର ଯଦି ବା ଆପଣଙ୍କ ନାଁରେ ଜମି ଅଛି, ଆପଣଙ୍କ ନାଁରେ ହୋଇପାରିବ। ଯଦି ଘରର ଯେକୌଣସି ପରିବାର ନାଁରେ ଜମି ଅଛି, ତଥାପି ମଧ୍ୟ ଆପଣମାନଙ୍କର ହୋଇପାରିବ। ତ ସେଥିପାଇଁ ଆପଣମାନେ କୃଷକ ଓଡ଼ିଶା ପୋର୍ଟାଲରେ ଘରେ ବସିକି ମଧ୍ୟ କରିପାରିବେ। ଯଦି ହେଇଛି ନା ନାହିଁ ଆପଣମାନେ ଜାଣିବେ କେମିତି, ଏଇଠି ଆଧାର ନମ୍ବର ଦେଇକି ଚେକ୍ କରନ୍ତୁ। ଯଦି ହେଇଥିବ ତ ଆପଣମାନଙ୍କୁ ଦେଖାଇଦେବ, ଯଦି ହେଇନି
ताहले निहाती भाव आपण मैंने ये आधार नाम दे लॉगिन करंतु मोबाइल नंबर बैंक अकाउंट आधार एवं पट्टा सबुतिक दरकार है ये सबुतिक अपलोड कलापर आपण मान सक्सेस हम आउ परवर्ती समय जो आपण जो समय लगुच जो आसापी आपणकर धान मंडी पंजीकरण ये लगुच जे कृषक ओडिशा पोर्टाल आउ एग्रिस्टा को लिंक करा जाउची तादरे सहज डाटा आपको मिल पार जोटा कि केते जमी क्या ना अच्छी से हिसाब से जमी गुड़िक आपणकर पंजीकरण हेले धान आसीपर बोली जी सूचना मिलूँ से बोधे से डेरी हो तो आपण मैंने करना शीघ्र शीघ्र करूँ कृषक आईडी आउ एग्रिस्टाक पंजीकरण खूब शीघ्र करूँ आउ डेट खूब शीघ्र घोषणा हे घोषणा हेले वीडियो को लाइक करी चैनल को सब्सक्राइब कर रखुँ निहाती भाव जिते आपण मानकर डेट डिक्लेयर हो प्रथम मु डिक्लेयर करी मो कति जिते नोटिफिकेशन आसो मो वीडियो माध्यम आपण मान पाखे पहुँचेबी रोची भेट पुणी एक नुआ वीडियो से विदाय दिंतु नमस्कार जय जगन्नाथ।